नमस्कार आम यूट्यूब चैनल रो संपूर्ण गहन पुराण सार कथा को आपण मानकु स्वागत। आज आलोच्य विषय भगवान काहीकि गधपाद धरिथिले। अरे हे ओलिया ओलिया अरे उठ 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 अरे कौन होउची माई पिलेटा गोविंद मारुचु भूल करूची गुरुदेव मो पाद ध कहले धरु नहीं। अरे खतेई गुरुदेव से पूरा तो स्वामी से जदी कहले पाद धरिबा को धर दबु मो कहीं ता पाद धरी। अरे हे भगवान कृष्ण दिने गधर पाद धरथिले। भगवान गधर पाद धरिथिले। हां गुरुदेव हां केबे धरिथिले काहे की धरिथिले? भगवान कृष्ण गधपाद काहीकि धरिथिले से विषय आलोचना करबा पूर्वरु आस टिके हमर पुराण सार कथारे भिजी जीवा। सुन हे भाई पुराण सार कथा कही सुन हे भाई पुराण सार कथा कही पुराण जदि पढ़िब ज्ञान गुरु प्राप्त हेब पुराण जदि शुणिब ज्ञान गुरु प्राप्त हेब संसार मुक्ति पथ से ही सुन हे भाई पुराण सार कथा यही। भाई पुराण सार कथा यही सुन हे भाई पुराण सार कथा यही। अरे ओलिया गुरुदेव पुराण आलोचना करिबा ठाकुर घरे अछि पुच्छ मुठाटा पुच्छ मुठाटा को धरिके आसे मुठाटा अखंड अखंडं मंडलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। पुराण कथा एबे देबा बुझाई भगवान अटंती जे कृष्ण नारायण गधपाद को धरिले तक्षण केते बेले भगवान गधपाद धरिले एही कथा को बुझाइबा भले जरासंधपुर को देव भगवान आउ जरासंधपुर को देव भगवान संगरे धरिले को भीम अर्जुन साथीरे धरिले को भीम अर्जुन भगवान आउ जरासंधपुरे प्रवेश होइले आउ जरासंधपुरे प्रवेश होइले प्रथम दुआरे जाइन देखिले आउ प्रथम दुआरे जाइन देखिले जोगी अछि तार सहदेव कुमार जोगी अछि तार सहदेव कुमार ताहाकू देखिले प्रभु चक्रधर आज एथर सुदया कर हे चक्रधर एबे एथर सुदया कर। हेले ओलिया गुरुदेव जरासंध जरासंधपुर को भगवान कृष्ण जाउछंती भगवान कृष्ण जरासंधपुर इमिति जाउछंती केमिति संगरे भीम को धरिछंती
ଆଉ ଅର୍ଜୁନ ବୀରକୁ ଧରିଛନ୍ତି। ହଁ 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 ଯେତେବେଳେ ଯାଇ ପହଞ୍ଚିଲେ ରାଜ ଉଆସ ପାଖରେ ଆହା ଜରାସନ୍ଧର 4 ଗୋଟି ଦ୍ୱାର, ଚାରିଟା ଦ୍ୱାର ଜରାସନ୍ଧର 4 ଗୋଟି ଦ୍ୱାର। ହଁ ପ୍ରଥମ ଦ୍ୱାରରେ କିଏ ଅଛି? କିଏ କିଏ ପ୍ରଥମ ଦ୍ୱାରରେ ଅଛି ପୁତ୍ର ସହଦେବ। ସହଦେବ ଦ୍ୱିତୀୟ ଦ୍ୱାରରେ କିଏ ଅଛି? କିଏ ଦ୍ୱିତୀୟ ଦ୍ୱାରରେ ଅଛି ଶିମଳି ବୃକ୍ଷ। ହଁ ତୃତୀୟ ଦ୍ୱାରରେ କିଏ ଅଛି? କିଏ ଅଛି? ତୃତୀୟ ଦ୍ୱାରରେ ଅଛି ଭେରି। ଭେରି ଚତୁର୍ଥ ଦ୍ୱାରରେ କିଏ ଅଛି? କିଏ ଚତୁର୍ଥ ଦ୍ୱାରରେ ଅଛି ଗଧ। ଗଧ ଏ ଯୋଉ ଦ୍ୱାର ମାନଙ୍କରେ ଏମାନେ ଜଗିଛନ୍ତି, ହଁ ଏମାନେ ସଂକେତ ଦେଲେ ଜରାସନ୍ଧ ଜାଣିଯିବ ମୋ ପୁରକୁ ଶତ୍ରୁ ଆସୁଛି। ଆସୁଛି ବୋଲି ହେଲେ କୃଷ୍ଣ ଭଗବାନ ପ୍ରଥମ ଦ୍ୱାରରେ ଯାଇକି ପହଞ୍ଚି ଯାଇଛନ୍ତି। ହଁ ହଁ ଯେତେବେଳେ ପହଞ୍ଚିଲେ ଦେଖିଲେ ସହଦେବ ପୁତ୍ର, ଜରାସନ୍ଧର ପୁତ୍ର ହଉଛି ସହଦେବ। ସହଦେବ ସିଏ ପ୍ରଥମ ଦ୍ୱାରରେ ଜଗିଛି। ହଁ କଣ କରିବେ କୃଷ୍ଣ ଚିନ୍ତା କଲେ, କଣ? ଯଦି ଏ ପ୍ରକାର ରୂପ ଧରିକି ଆମେ ଯିବୁ ହଁ। ତାହେଲେ ସହଦେବ ନିଶ୍ଚୟ ଆମକୁ ଚିହ୍ନିଦବ, ଚିହ୍ନିଦବ ଆମକୁ ସେ ଦ୍ୱାର ଯିବାକୁ ଦେବ ନାହିଁ ସେତେବେଳେ ଭଗବାନ ମନେ ବିଚାର କଲେ, ହଁ ବ୍ରାହ୍ମଣ ରୂପକୁ ତିନିହେ ଧରିଲେ, ହଉ ହଉ ଓଙ୍କାର ଶବଦେ କଲେ ବେଦନାଦ, ହଁ ଆଉ ଓଙ୍କାର ଶବଦେ କଲେ ବେଦନାଦ। ହଉ ବା ସିଏ ଯାଇ ପହଞ୍ଚିଲେ ସହଦେବ ପାଶ। ହଁ ଯେତେବେଳେ ସହଦେବ ତାହାଙ୍କୁ ଦେଖିଲେ, ଯେତେବେଳେ ସହଦେବ ତାହାଙ୍କୁ ଦେଖିଲେ, ହଉ ବ୍ରାହ୍ମଣ ବୋଲିଣ ପ୍ରଣାମ ହୋଇଲେ, ଆଚ୍ଛା ବୋଇଲେ କହୁଅଛେ ଶୁଣ ବ୍ରାହ୍ମଣ, ହଁ ହଁ ଆମ୍ଭପୁରେ କି ପାଇଁ କରିଲ ଗମନ। ଓହୋ ସେ କାଳରେ କୃଷ୍ଣ ଏ ମନ୍ତ୍ର ବୋଇଲେ, କଣ ରାଜା ସଙ୍ଗେ ଭେଟ ଆମ୍ଭେ ହେବୁ ଭଲେ। ସହଦେବ ବୀର ବାରଣ କରିଲା, ଆହା ସେତେବେଳେ ଭାବନା କରୁଛନ୍ତି ଭଲା। ହଉ ହଉ କଟୁ କଥା ତାହାଙ୍କୁ ଯେ କୃଷ୍ଣ କହିଲେ, ଆହା ସହଦେବ ପାଶୁ ଦେଇ କରି ଗଲେ, ଆଚ୍ଛା ସହଦେବ ପାଶୁ ଦେଇ କରି ଗଲେ। ଓହୋ ଦ୍ୱିତୀୟ ଦ୍ୱାରେ ସେ ଶିମଳି ବୃକ୍ଷ ହଁ ଜଗି ରହିଅଛି ସେ ଦିନ ଅବଶ୍ୟ। ଆହା ସେ କାଳେ ଅର୍ଜୁନକୁ କହେ ନାରାୟଣ, କଣ ଯାହା କହୁଅଛି ଶୁଣ ହେ ଅର୍ଜୁନ। ଓହୋ ଶିମଳି ବୃକ୍ଷ ଯେବେ ପଲ୍ଲବୀ ଯିବ, ଯିବ ଯିବ ତା ଦେହେ ପୁଣି ଫୁଲ ଯେ ଫୁଟିବ, ହଉ ହଉ ଜରାସନ୍ଧ ବୀର ନିଶ୍ଚେ ଜାଣିଯିବ। ନିଶ୍ଚୟ। ତମେ ଏତିକି କରିବ ଶୁଣ ହେ ଅର୍ଜୁନ, ଆଜି ଏତିକି ତୁମ୍ଭେ ଯେ କରିବ। ହେଲେ ଖତେଇ ଗୁରୁଦେବ କଣ ବୁଝିଲୁ? କିଛି ନାହିଁ। ଯେତେବେଳେ ପ୍ରଥମ ଦ୍ୱାର ପାର ହେଇଗଲେ ବ୍ରାହ୍ମଣ ରୂପରେ, ହଁ ସହଦେବ ଦ୍ୱାରଟି ପାର ହେଇଯାଇଛନ୍ତି। ଆଜ୍ଞା ଦ୍ୱିତୀୟ ଦ୍ୱାରରେ ଜଗିଛି କିଏ? କିଏ ଶିମଳି ବୃକ୍ଷ। ଶିମଳି ବୃକ୍ଷ ଦ୍ୱାରରେ ଯେତେବେଳେ ପହଞ୍ଚି ଗଲେ, ହଁ ଭଗବାନ କୃଷ୍ଣ କହିଲେ ଅର୍ଜୁନକୁ କଣ ଯେ ଅର୍ଜୁନ ଏଇଠେ ତମର କାମ, ଏଇଠି ଏଇଠେ ତମର କାମ। ଆଚ୍ଛା ଆଚ୍ଛା ଆମ୍ଭଙ୍କୁ ଦେଖିଲା ମାତ୍ରେ ଶିମଳି ବୃକ୍ଷ ଜାଣିପାରିବ ଇଏ ଶତ୍ରୁ। ହଁ ସିଏ ପଲ୍ଲବୀ ଉଠିବ, ହଁ ତା ଦେହରେ ଫୁଲ ଫୁଟିଯିବ। ହଁ। ଯଦି ଫୁଲ ଫୁଟିଯାଏ ଜରାସନ୍ଧ ଜାଣିପାରିବ ମୋ ପୁରକୁ ଶତ୍ରୁ ଆସୁଛି। ଆଚ୍ଛା। ତେଣୁ ଏଇଠେ ଯାହା ବି କର ଏ ଶିମଳି ବୃକ୍ଷ ଯେମିତି ଫୁଲ ଫୁଟିବ ନାହିଁ। ନାହିଁ ସେତେବେଳେ ଅର୍ଜୁନ ଧନୁକୁ ଧରିଲେ, ହଁ ଆଉ ସେତେବେଳେ ଅର୍ଜୁନ ଧନୁକୁ ଧରିଲେ, ଓହୋ ଶିମଳି ବୃକ୍ଷକୁ ତ ଛଣେ କାଟିଲେ, ଆହା ଶରଘାତରେ ତାକୁ ଦେଲେ ଉଡାଇ, ହଉ ବା ଶରଘାତରେ ତାକୁ ଦେଲେ ଉଡାଇ। ଆଚ୍ଛା ସମୁଦ୍ର ଜଳେ ଖେପିଲେ କନେଇ, ନେଇ ନେଇ ସମୁଦ୍ର ଜଳେ ଖେପିଲେ କନେଇ। ହଁ ଦ୍ୱିତୀୟ ଦ୍ୱାର ପାର ହୋଇଗଲେ, ଦ୍ୱିତୀୟ ଦ୍ୱାର ପାର ହୋଇଗଲେ, ଓ ତୃତୀୟ ଦ୍ୱାରେ ପ୍ରବେଶ ଯେ ହୋଇଲେ, ଆଚ୍ଛା ତୃତୀୟ ଦ୍ୱାରେ ପ୍ରବେଶ ହୋଇଲେ। ଓହୋ
ତୃତୀୟ ଦ୍ୱାରରେ ରହିଅଛି ଭେରି ଆହା ଆଉ ତୃତୀୟ ଦ୍ୱାରରେ ରହିଅଛି ଭେରି ବାହା ବାହା ଶପଥ କରିବ ଶତ୍ରୁ ଦେଖି କରି ହଁ ଶପଥ କରିବ ଶତ୍ରୁ ଦେଖି କରି ଆହା ସେତେବେଳେ ନାରାୟଣ ବୋଇଲେ ବଚନ କଣ ସେତେବେଳେ ନାରାୟଣ ବୋଇଲେ ବଚନ ଛାଡ଼ି ସଂଖ୍ୟା ଦେଇ ରଖିଛି ଟୋଟାଲ ମନ ପାଉନାହିଁ ମତେ ଆରେ ଅକ୍ଷୟ ଗୁରୁଦେବ କଣ ଏମିତି ହଉଛ ତାର ମୋର ପଡିବନି ଗୁରୁଦେବ ହାଁ? ତାର ମୋର ପଡିବନି ଆରେ ଶୁଣ ଓ ଯେତେବେଳେ ପ୍ରଥମ ଦ୍ୱାରଟି ପାର ହେଇଯାଇଛନ୍ତି ଦ୍ୱିତୀୟ ଦ୍ୱାର ପାର ହେଇଯାଇଛନ୍ତି ହଁ ଦ୍ୱିତୀୟ ଦ୍ୱାର କେମିତି ପାର ହେଲେ କେମିତି ନା ଅର୍ଜୁନ ସର ନିକ୍ଷେପ କଲେ ଶିମୁଳି ବୃକ୍ଷର ମୂଳ ଉପୁଡେଇ ସମୁଦ୍ରରେ ନେଇକି ଫୋପାଡ଼ି ଦେଲେ ଆହା ଜାଣି ପାରିଲା ନାହିଁ ଜରାସନ୍ଧ ନାହିଁ ତୃତୀୟ ଦ୍ୱାରରେ ପହଞ୍ଚି ଗଲେ ଆଚ୍ଛା ତୃତୀୟ ଦ୍ୱାରରେ ଅଛି କିଏ କିଏ ଭେରି ଜଗିଛି ଭେରିର କାମ କଣ କଣ ସିଏ ଶତ୍ରୁ ବୋଲି ଯଦି ଜାଣିଦିଏ ହଁ ଶତ୍ରୁ ବୋଲି ଯଦି ଚିହ୍ନି ଦିଏ ହଁ ସିଏ ବାଜିବ ରଡି କରିବ ଓହୋ ହେଲେ ଭଗବାନ କୃଷ୍ଣ କହିଲେ କଣ କରିବେ କଣ କରିବା ଇଏ ତ ଦେଖିଲା ମାତ୍ରେ ବାଜିବ ହଁ ହଁ ଭୀମକୁ କହିଲେ ଭୀମ ଏଇଟା ହଉଛି ତୋର କାମ ତୋର କାମ ଏଇଠି ଆଉ କାହାର କାମ ନାହିଁ ନାଇଁ ତୁ ଚାହିଁଲେ ଏ ଭେରିର ଶବ୍ଦଟା ବନ୍ଦ ହବ ବନ୍ଦ ହବ ହେଲେ ଭୀମ କଲେ କଣ କଣ କଲେ ସେତେବେଳେ ଭୀମ ମନେ ବିଚାରିଲେ ହଁ ଆଉ ସେତେବେଳେ ଭୀମ ମନେ ବିଚାରିଲେ ଓହୋ 52 ଭାର ଗଦାକୁ ଟେକିଲେ ହଁ 52 ଭାର ଗଦାକୁ ଟେକିଲେ ଓହୋ ଭେରି ଉପରକୁ କରିଲେ ପ୍ରହାର ଆହା ଆଉ ଭେରି ଉପରକୁ କରିଲେ ପ୍ରହାର ବାହା ବାହା ଗନ୍ଧର୍ବ ଏକ ହୋଇଲା ବାହାର ହଁ ଗନ୍ଧର୍ବ ଏକ ହୋଇଲା ବାହାର ଆଚ୍ଛା କୃଷ୍ଣ ପାଦ ତଳେ ପ୍ରଣମିତ ହେଲା ଓହୋ ସ୍ୱଦେହରେ ବିଷ୍ଣୁ ଲୋକକୁ ଚଳିଲା ଆହା ତୃତୀୟ ଦ୍ୱାର କହୁଁ ପାର ହେଲେ ତୃତୀୟ ଦ୍ୱାର କହୁଁ ପାର ହେଲେ ଆହା ଚତୁର୍ଥ ଦ୍ୱାର ପାଶେ ପ୍ରବେଶ ହୋଇଲେ ବାହା ବାହା ଚତୁର୍ଥ ଦ୍ୱାର ପାଦେ ପ୍ରବେଶ ହୋଇଲେ ଓରେ ଚତୁର୍ଥ ଦ୍ୱାରେ ଜଗି ଅଛି ଗଧ ଚତୁର୍ଥ ଦ୍ୱାରେ ଜଗି ଅଛି ଗଧ ଆହା ଶତ୍ରୁ ଦେଖିଲେ ଯେ କରିବ ଘୋର ନାଦ ହଁ ଶତ୍ରୁ ଦେଖିଲେ ଯେ କରିବ ଘୋର ନାଦ ଏବେ ପଡ଼ିବ ଘୋର ପ୍ରମାଦ ହେ ସୁଜ୍ଞାନ ଏବେ ପଡ଼ିବ ମହା ପ୍ରମାଦ ହେଲେ ଅଳିଆ ଗୁରୁଦେବ ତୃତୀୟ ଦ୍ୱାର ଛାଡ଼ିଦେଲେ ଛାଡ଼ିଦେଲେ କେମିତି ଚତୁର୍ଥ ଛାଡ଼ିଲେ? କେମିତି ନା ଭୀମକୁ ଯେତେବେଳେ କୃଷ୍ଣ କହିଲେ ଦ୍ୱାର ହଉଛି ତୋର ହଁ ଏ ଦ୍ୱାର ତୁ ଚାହିଁଲେ ଆମେ ପାର ହେଇପାରିବା ଆଚ୍ଛା ଆଚ୍ଛା କାରଣ ଆମକୁ ଦେଖିଲା ମାତ୍ରେ ଭେରି ବାଜିବ ଭେରି ବାଜିବ ଭେରି ବାଜିଲେ ଜରାସନ୍ଧ ଜାଣିପାରିବ ଶତ୍ରୁ ଆସୁଛି ହଁ ତେଣୁ ତୁ ଏମିତି କିଛି କର କର। ଏ ଭେରି ଯେମିତି ବାଜିବନି ବାଜିବନି ଇଏ ତ ଭୀମ ମୂର୍ଖ ହଁ। କହିଲା ମୋ ଦ୍ୱାରା ହବ କଣ କଣ ମୁଁ ଆଉ କରିବି କଣ ଇଏ ଭେରି ବାଜିବା ପୂର୍ବରୁ 52 ଭାର ଗଦାଟାକୁ ଟେକିଲା ହଁ। ଭେରି ଉପରେ ଛେଚିଲା ବାହା ଯେତେବେଳେ 52 ପ୍ରହାର ଗଦା ଭେରି ଉପରେ ପଡିଲା ପଡିଲା ଇଏ ଭେରି ଭାଙ୍ଗିକି ଚୂର୍ଣ୍ଣ ହେଇଗଲା ଚୂର୍ଣ୍ଣ ଆଉ ଚୂର୍ଣ୍ଣ ବାଜିବ କଣ ଭାଙ୍ଗିଗଲା ତ ବାଜିବ ସେଇଥିରୁ ଗୋଟିଏ ଗନ୍ଧର୍ବ ବାହାରିଲା ସିଏ ମଧ୍ୟ ଶ୍ୟାପ ପାଇକି ଆସିଥିଲା ହଁ ସିଏ ବିଷ୍ଣୁ ଲୋକକୁ ଚାଲିଗଲା ଆଚ୍ଛା ତାପରେ ଆସୁଛି କଣ କଣ ନା ଚତୁର୍ଥ ଦ୍ୱାର ଚତୁର୍ଥ ଦ୍ୱାର ଚତୁର୍ଥ ଦ୍ୱାରରେ ଅଛି କିଏ କିଏ ଗଧ ଜଗିଛି ଗଧ ଚତୁର୍ଥ ଦ୍ୱାରରେ ହଁ ଗଧ ଜଗିଛି ଆହା ଗଧର କାମ କଣ କଣ ନା ଯେତେବେଳେ ସିଏ ଶତ୍ରୁକୁ ଦେଖିବ ହଁ ଶତ୍ରୁ ବୋଲି ଯଦି ଜାଣିଦବ ହଁ ହଁ ତାହେଲେ ସିଏ ରଡି କରିବ ଗଧ ରଡି କରିବ ରଡି କରିବ ହଁ ତାହେଲେ ଜରାସନ୍ଧ ଜାଣିପାରିବ ମୋ ପୁରକୁ ନିଶ୍ଚୟ ଶତ୍ରୁ ଆସୁଛି ଆଚ୍ଛା ଆଜ୍ଞା ସେତେବେଳେ ନାରାୟଣ ମନେ ଚିନ୍ତା କଲେ ହଁ ସେତେବେଳେ ନାରାୟଣ ମନେ ଚିନ୍ତା କଲେ
ଗଧକୁ କିପରି ରଖିବି ଭାବିଲେ ଓହୋ ଗଧକୁ କିପରି ରଖିବି ଭାବିଲେ ବାହା ବାହା ଆଉ ଧୀରେ ଧୀରେ ପୁଣି କରିଲେ ଗମନ ହଁ ହଁ ସେ ଧୀରେ ଧୀରେ ପୁଣି କରିଲେ ଗମନ ଆଚ୍ଛା ଏବେ ଯାଇ ପହଞ୍ଚିଲେ ଗଧ ସନ୍ନିଧାନ ବାହା ବାହା ଏବେ ଯାଇ ପହଞ୍ଚିଲେ ଗଧ ସନ୍ନିଧାନ ହଁ ଯେତେବେଳେ ଏ ତିନିକୁ ଗଧ ଦେଖିଲା ଓ ଯେତେବେଳେ ଏ ତିନିକୁ ଗଧ ଦେଖିଲା ଆଚ୍ଛା ପାଟି ଖୋଲିଣ ସେ ଚିତ୍କାର କଲା ବାହା ବାହା ପାଟି ଖୋଲିଣ ସେ ଚିତ୍କାର କଲା ଆହା। ମନ ମଧ୍ୟରେ ପୁଣି ଭାବିଲେ ଭାବଗ୍ରାହୀ ଓ ମନ ମଧ୍ୟରେ ଭାବିଲେ ଭାବଗ୍ରାହୀ ଆଚ୍ଛା ଧରିଥିବା ଶଙ୍ଖଟିକୁ ଦେଲେ ପୁରାଇ ହଁ ହଁ ଧରିଥିବା ଶଙ୍ଖଟିକୁ ଦେଲେ ପୁରାଇ ହଉ ବା ଏକାଳେ ଗଧର ମନ ନ ମାନିଲା ନାଇଁ ନାଇଁ ବୋବାଇବାକୁ ସେ ଚେଷ୍ଟା କରିଲା ହଁ ହଁ ଯେତେ ଶବ୍ଦ ସିଏ କାଢୁଅଛି ଜାଣ ହଁ ହଁ ଶଙ୍ଖ ବାଜିଲା ପରି ଶୁଭୁଛି ନିଦାନ ବାହା ବାହା ଶଙ୍ଖ ବାଜିଲା ପରି ଶୁଭୁଛି ନିଦାନ ହଉ ହଉ ପୁଣି ଗଧ ଯେ ଚିତ୍କାର କଲା ହଁ ଏକାଳେ ବେକକୁ ଧରିଲେ କହଲା ହଁ ଏକାଳେ ବେକକୁ ଧରିଦେଲେ ଭଲା ଓ ଶ୍ରୀକୃଷ୍ଣ କର୍ଣ୍ଣେ କହୁଛନ୍ତି ଜାଣ କଣ ଶ୍ରୀକୃଷ୍ଣ କର୍ଣ୍ଣେ କହୁଛନ୍ତି ଜାଣ ହଁ ଶବ୍ଦ ତୁ ନ କରରେ ଗଧ ନିଦାନ ଆଉ ସେତେବେଳେ ଗଧ ଏ ମନ୍ତ ବୋଇଲା ହଁ ମୋର ଶବ୍ଦ ବନ୍ଦ ନ ହୋଇବ ଭଲା ନାଇଁ ନାଇଁ ଗୋଟିଏ କଥାକୁ ଏବେ ଦେବି କହି କହୁନ ସେ କଥାକୁ ଦେବେ କରି ଭବାବଗ୍ରାହୀ ହଁ ହଁ ନିଜେ ପାପୁ ହୋଇ ଯିବି ତ୍ରାହି ଭାବଗ୍ରାହୀ ନିଜେ ପାପୁ ହୋଇ ଯିବି ତ୍ରାହି ହେଲେ ଭଗବାନ କୃଷ୍ଣ କରିଛନ୍ତି କଣ କଣ ଶତ୍ରୁ ବୋଲି ତ ଜାଣିଗଲାଣି ଗଧ ହଁ ହଁ ଗଧ ଚିତ୍କାର କରୁଛି ହଁ କରିବା ସମୟରେ କୃଷ୍ଣ କଲେ କଣ କଣ ହାତରେ ହାତରେ ଯୋଉ ଶଙ୍ଖଟି ଧରିଥିଲେ ହଁ ସେ ଶଙ୍ଖଟାକୁ ଗଧ ପାଟିରେ ପୁରେଇ ଦେଲେ ପାଟିରେ ପୁରେଇ ଦେଲେ ପାଟିରେ ସିନା ପୁରେଇ ଦେଲେ ହଁ ଇଏ ବୋବେଇବାଟା କଣ ବନ୍ଦ କରୁଛି କି ଗଧ ନାଇଁ 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 ହେଲେ ତାର ଯୋଉ ଶବ୍ଦଟା ବାହାରିଲା ହଁ ସେ ଶବ୍ଦଟା ଶଙ୍ଖ ବାଜିଲା ଭଳିଆ ଶୁଭିଲା ଓ ସେଥି ଯୋଗୁ ଏବେ ଗଧ ବୋବେଇଲେ ଶଙ୍ଖ ସାଉଣ୍ଡ ଭଳିଆ ଶୁଭୁଛି ଶଙ୍ଖ ଶବ୍ଦଟା ଶୁଭୁନି ହଁ ହେଲେ ଶଙ୍ଖ ଶବ୍ଦ ଭଳି ସେ ନାଦଟି ଶୁଭିଲା ଆଚ୍ଛା ନାଦ ବନ୍ଦ କରୁନି ଗଧ ହଁ ହଁ କୃଷ୍ଣ କଣ କଲେ ବେକୁଟାକୁ ଧରି ପକେଇଲେ ବେକୁଟାକୁ ଧରି ପକେଇଲେ ବେକୁଟାକୁ ଧରି ଧରି ପକେଇଲେ ଇଏ ଡେଉଁଛି ଗଧ ହଁ। ଶୁଣୁନି କିଛି ନାଇଁ। କୃଷ୍ଣ ତା କାନରେ କହୁଛନ୍ତି ଆରେ ତୁ ପାଟି କରେ ନା ନାଇଁ। ତୁ ଶବ୍ଦ କରେ ନା ନାଇଁ ସେତେବେଳେ ଗଧ ଶୁଣୁନି ଆଚ୍ଛା ଆଚ୍ଛା ଗଧ କହୁଛି କଣ କଣ ଶୁଣ ଶୁଣ ଏବେ ମୋହର ବଚନ ହଁ ଆଉ ଶୁଣ ଶୁଣ ତୁମେ ଏବେ ମୋ ବଚନ ଓ ମୋ ପାଦକୁ ଟିକେ ଧର ନାରାୟଣ ଆଚ୍ଛା ଏବେ ମୋ ପାଦକୁ ଟିକେ ଧର ନାରାୟଣ ହଁ ହଁ ମୋର ବାମ ପାଦଟାକୁ ତୁଦି ତୁମ୍ଭେ ଧରିବ ହଉ ହଉ ମୋର ବାମ ପାଦଟାକୁ ଯଦି ତୁମ୍ଭେ ଧରିବ ଆହା ଏହି ପାପ ସାଗରରୁ ମୋ ଉଦ୍ଧାର ହେବ ହଁ ଏ ଗଧ ଜନମର ମୋର ଏତିକି ସୁଦୟା ହେବ ଜ୍ଞାନୀ ଜନେ ମୋର ଏତିକି ସୁଦୟା ହେବ ହେଲେ
ନାରାୟଣ ଛୁଇଁ ଦେଲେ ଗଧକୁ ହଁ ଗଧ ଜାଣି ପାରିଲେ ଇଏ ହଉଛନ୍ତି ପରଂ ବ୍ରହ୍ମ ନାରାୟଣ। ଭଗବାନ ବହୁତ ଦିନ ଜଗି ଜଗି ଆଜି ଭେଟ ହେଇଛି ନାରାୟଣଙ୍କୁ। ହଁ କୃଷ୍ଣ ଯେତେବେଳେ କହୁଛନ୍ତି ଆରେ ତୁନି ପଡେ ନାଦ ବନ୍ଦ କରେ, ଭଗବାନଙ୍କୁ କହୁଛି ଗଧ କଣ ମତେ ତମେ ବେକ ଧରିଲେ କଣ ମୁଁ ତୁଲି ପାରିବି? ନାଇଁ ଶଙ୍ଖ ମାରିଲେ କଣ ମୁଁ ତୁଲି ପାରିବି? ନାଇଁ ମୁଁ ଗୋଟେ କଥା କହୁଛି ଶୁଣ। କଣ ହେ ନାରାୟଣ ହଁ ତମେ ମୋ ବାମ ପାଦଟାକୁ ଟିକେ ଛୁଇଁ ଦିଅ, ଟିକେ ବାମ ପାଦଟାକୁ ଧରି ଦିଅ, ଦେବିରି ମୁଁ ଗୋଡଟା। ନିଶ୍ଚୟ ତୁନି ପଡିବି, ଓହୋ ହୋ। ମୋର ଶବ୍ଦ ଆପେ ବନ୍ଦ ହେଇଯିବ। ହଁ କୃଷ୍ଣ କହିଲେ ଆରେ ମୁଁ ତୋ ପାଦ କାହିଁ ଧରିବି? କଣ ପାଇଁ ଧରିବି? ମୁଁ ତୋ ପାଦ କାହିଁକି ଧରିବି? ହଁ ସେତେବେଳେ ଗଧ କହୁଛି ହେ ନାରାୟଣ ଓହୋ ଯେତେବେଳେ ଶିବ ମତେ శాପ ଦେଇଥିଲେ ହଁ ମୁଁ ମୁକ୍ତ ହେବା କଥାଟି ତାଙ୍କୁ ପଚାରିଥିଲି। ହଁ ହଁ ମୁଁ ମୁକ୍ତ ହେବା କଥାଟି ଭଗବାନ ଶଙ୍କରକୁ ପଚାରିଥିଲି। ହଁ ଭଗବାନ ଶଙ୍କର କହିଥିଲେ କଣ ପ୍ରଭୁ ନାରାୟଣ କୃଷ୍ଣ ରୂପରେ ଜନ୍ମ ହେବେ, ଜରାସନ୍ଧପୁରକୁ ସିଏ ଯେତେବେଳେ ଯିବେ ହଁ ତୁ ଜରାସନ୍ଧର ଦ୍ୱାରେ ରହିଥିବୁ, ଆଚ୍ଛା ତାଙ୍କେ ତୋର ପାଦ ଧରିଲେ ତୋର ମୁକ୍ତ। ହବ ତେଣୁ ମୋର ପାଦ ଟିକେ ଧରିଦିଅ ହେ ପ୍ରଭୁ, ପ୍ରଭୁ ମୁଁ ମଧ୍ୟ ତମକୁ ରାସ୍ତା ଛାଡ଼ିଦେବି, ହଁ। ଏ ଶବ୍ଦ ମୋର ବନ୍ଦ ହେଇଯିବ, ଆଜ୍ଞା। ଆଉ ମୋର ମଧ୍ୟ ଉଦ୍ଧାର ହେଇଯିବେ। ହଁ। ଆଜ୍ଞା ଭାବକୁ ନିକଟ ଅଭାବକୁ ଦୂର, ଓ ଆଉ ଭାବକୁ ନିକଟ ଅଭାବକୁ ଦୂର, ଆହା ଭାବଗ୍ରାହୀ ପରା ନାମଟି ତାହାର, ଆହା ଗଧମନକୁ ନିଶ୍ଚୟ ଶୁଣିଲେ, ନିଶ୍ଚୟ ଗଧମନକୁ ନିଶ୍ଚୟ ଶୁଣିଲେ, ଓ ବାମ ପାଦକୁ ତାହାର ଧରିଲେ, ଆହା ବାମ ପାଦକୁ ତାହାର ଧରିଲେ, ଆଚ୍ଛା ଗଧର ପ୍ରାଣ ତହୁ ଛାଡ଼ି ଗଲା, ଗଲା ଗଲା ଗନ୍ଧବସ୍ତ ଦେହରେ ବିଷ୍ଣୁ ଲୋକ ଗଲା। ହେଲେ ଆରେ ଅଳିଆ ଗୁରୁଦେବ କଣ ବୁଝିଲୁ? ହଁ ଭାବକୁ ନିକଟ ଅଭାବକୁ ଦୂର, ଦୂର ଭାବଗ୍ରାହୀ ପରା ସିଏ। ଯେତେବେଳେ ଗଧ କହିଲେ ପ୍ରଭୁ ହଁ। ମୁଁ ହେଉଛି ବିଶ୍ୱବସୁ ଗନ୍ଧର୍ବ, ଗନ୍ଧର୍ବ ମୋର ଭୁଲ ପାଇଁ ଯେତେବେଳେ శాପ ପାଇଲି ଗଧ ରୂପରେ ଜନ୍ମ ହେବି, ହଁ ସେତେବେଳେ ଭଗବାନ ଶଙ୍କରକୁ ପଚାରିଥିଲି ଓହୋ। ମୋର ଉଦ୍ଧାର କେବେ ହବ? ହଁ। ସିଏ କହିଥିଲେ କୃଷ୍ଣ ତୋ ପାଦ ଧରିଲେ ଏକା ତୋର ଉଦ୍ଧାର ହବ। ହବ ପ୍ରଭୁ ତମେ ମୋର ପାଦ ଟିକେ ଧରିଦିଅ, ଧରିଦିଅ। ମୋର ମୁକ୍ତ ହେଇଯିବ। ହଁ, ହଁ। ଇଏ ତ ଭାବଗ୍ରାହୀ କୃଷ୍ଣ ଆଜ୍ଞା ଜନମଙ୍ଗଳ ପାଇଁ, ହଁ ସଂସାର କଲ୍ୟାଣ ପାଇଁ, ହଁ। ଜରାସନ୍ଧକୁ ମାରିବା ପାଇଁ ଆଚ୍ଛା। ଭଗବାନ କୃଷ୍ଣ ହଁ। ଗଧର ପାଦ ଧରିଲେ, ଗଧ ମୁକ୍ତ ହେଲା, ବିଶ୍ୱବସୁ ଗନ୍ଧର୍ବ ସ୍ୱଦେହରେ ବିଷ୍ଣୁ ଲୋକକୁ ଗଲା। ବୋଲ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।